ସ୍ୱପ୍ନର ଦଳରେ ଦଳରେ ଚାଲୁ ଚାଲୁ ପରିବାର ବୋଝରେ ପୋତି ହୋଇଯାଉଥିବା ପାଦକୁ ସମ୍ଭାଳି ନିଜକୁ କାଦୁଅ ପଙ୍କରେ ଲେପେଟି ଅନ୍ୟର ଖୁସିକୁ ନିଜ ସୁଖ ଭାବି ଏକାନ୍ତରେ ଯେ ଝରାଏ ଲୁହ, ସେ ପରା ପୁଅ। ତାହାର ତ ଅନେକ ରୂପ। କେବେ ସେ ପିତାମାତାଙ୍କ 16 ସୋମବାରର କଷ୍ଟ ଅର୍ଜିତ ପୁରସ୍କାର, ପୁଣି କେବେ ସେ ଡରୁକୁରି ଭଉଣୀର ସାହସୀ ବାଉଁଶର, ଆଉ କେବେ ଭାଇ କାନ୍ଧରୁ ସେ ଉଠେଇ ବୋହିନିଏ ଅଧା ଭାର। ନିଜକୁ ଅଡ଼ୁଆ ସୂତାରେ ବାନ୍ଧି ଯେ ସମ୍ଭାଳି ରଖେ ସମ୍ପର୍କର ସୂତାଖିଅ, ସେ ପରା ପୁଅ। ତାହେଲେ ସମସ୍ତେ କୁହନ୍ତି ଝିଅମାନଙ୍କର ଜୀବନ ଦୁଃଖମୟ, କିନ୍ତୁ ଗୋଟିଏ ପୁଅ ଜୀବନରେ କେତେ ଦୁଃଖ କେତେ ଅନୁଭବ କରେ ସେ କଥା କେହି ଜାଣିପାରନ୍ତି ନାହିଁ। ଗୋଟିଏ ପରିବାରର ସମସ୍ତ ଦାୟିତ୍ୱ ଯେ ଗୋଟିଏ ପୁଅ ଉପରେ ଥାଏ, ସେ କଥା ସମସ୍ତେ ଜାଣିବା ଉଚିତ। ଏବଂ ଗୋଟିଏ ପୁଅ ନିଜର ଜୀବନର ପ୍ରତ୍ୟେକ ପଥରେ, ଜୀବନର ପ୍ରତ୍ୟେକ ଷ୍ଟେପ୍ରେ ସେ ସବୁବେଳେ ଲୁହ ଝରାଇଥାଏ ଏବଂ ସେ ସେ କାହାକୁ ଜଣାଇ ପାରେ ନାହିଁ, ସେ ହେଉଛି ପୁଅ। ତେଣୁକରି ପୁଅମାନଙ୍କ ବିଷୟରେ ଆପଣମାନେ ତ ଜାଣିଲେ। ପୁଅମାନେ ସେମାନେ ବିଭିନ୍ନ ଭୂମିକା ଅବତୀର୍ଣ୍ଣ ହୋଇଥାନ୍ତି। କେତେବେଳେ ସେମାନେ ବାପା ମାଆଙ୍କର 16 ସୋମବାରର ମାନେ କଷ୍ଟ ଅର୍ଜିତ ପୁରସ୍କାର ହେଇଥାନ୍ତି, ତ କେବେ ଡରୁକୁରି ଭଉଣୀର ସାହସୀ ବାଉଁଶ ରହିଥାନ୍ତି ଏବଂ ଭାଇ କାନ୍ଧରୁ ସେ ଅଧା ଭାର ବୋହି ନେଇଥାନ୍ତି। ଏମିତି ପୁଅର ବହୁତ ଅନେକ ରୂପ। ତେଣୁକରି ପୁଅମାନଙ୍କୁ କେତେବେଳେ ସେମାନେ ଦୁଃଖରେ ନାହାନ୍ତି ବୋଲି ଭାବିବା ନାହିଁ ଏବଂ ତାଙ୍କ ପ୍ରତି ମଧ୍ୟ ସମ୍ମାନ ରହିବା ଉଚିତ ଏବଂ ପୁଅମାନଙ୍କର। ତାହେଲେ ଆପଣମାନେ ଜାଣିପାରିଲେ ଯେ ପୁଅମାନେ ଦୁନିଆରେ କ'ଣ କେମିତି ବଞ୍ଚିଛନ୍ତି। ତାହେଲେ ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ ସେୟାର କରିବେ। ରହୁଛି, ବାଏ।